ଓଡ଼ିଶା, ଯାହାର ପ୍ରାଚୀନ କାଳରେ ଅନେକ ନାମ ଥିଲା। ଓଡ଼ିଶା ପୂର୍ବେ ଉତ୍କଳ, କଳିଙ୍ଗ, କୋଶଳ, କଙ୍ଗଦ ଓ ଉଡ୍ର ନାମରେ ପରିଚିତ ଥିଲା। ଆଜି ଏହି ଭିଡ଼ିଓରେ ଆମେ ପ୍ରାଚୀନ ଓଡ଼ିଶା ବିଷୟରେ ଡିଟେଲରେ ଜାଣିବା। ତାହାର ଭୌଗୋଳିକ ସୀମାରେଖା ଓ ମହତ୍ତ୍ୱ ଆଲୋଚନା କରିବା। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟରେ ମୋତେ ନିହାତି ଜଣାନ୍ତୁ। ଓଡ଼ିଶା ପ୍ରଥମରେ କଳିଙ୍ଗ ନାମରେ ଜଣାଥିଲା, ଯାହାର ଭୌଗୋଳିକ ସୀମାରେଖା ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ, ପଶ୍ଚିମରେ ଅମରକଣ୍ଟକ ମାଳଭୂମିଠାରୁ ପୂର୍ବରେ କଳିଙ୍ଗ ସାଗର ବା ବଙ୍ଗୋପସାଗର ଯାଏଁ ଥିଲା। ମହାଭାରତରେ ଲୋମସ ଋଷି କହିଥିଲେ ଯେ ଏହା ହେଉଛି କଳିଙ୍ଗ ଦେଶ, ଯେଉଁଠି ବୈତରଣୀ ନଦୀ ପ୍ରବାହିତ ହୁଏ। ଏହା ବାଦ୍ ମେଗାସ୍ଥେନିସ୍ ଭଳି ବିଦେଶୀ ଲେଖକ ମଧ୍ୟ ନିଜ ଲେଖାରେ କଳିଙ୍ଗ ରାଜ୍ୟ ବିଷୟରେ ଅନେକ କିଛି ଲେଖି ଯାଇଛନ୍ତି। ଏହା ବାଦ୍ ଏସବୁ ମତ୍ସ୍ୟ, କୁରୁମ ଓ ସ୍କନ୍ଦ ପୁରାଣରେ ମଧ୍ୟ ଲେଖା ଅଛି, ଯାହାର ପ୍ରାଚୀନ ରାଜଧାନୀ ଦନ୍ତପୁରା ଥିଲା। ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖରେ ଏହାର ପ୍ରମାଣ ମିଳେ। ତେବେ ଏଠାରେ ଦୁଇଟି ରାଜଧାନୀ ଥିଲା, ଉତ୍ତରରେ ତୋଷାଳୀ ଓ ଦକ୍ଷିଣରେ ସୋମପା। ଏହାପରେ କଳିଙ୍ଗ ଯୁଦ୍ଧ କଳିଙ୍ଗ ଦେଶ ପରେ ପ୍ରସିଦ୍ଧି ଲାଭ କରିଥିଲା। ଅନେକ ଐତିହାସକଙ୍କ ମତରେ କଳିଙ୍ଗ, ଯାହାକି ଏକ ବଡ଼ ସ୍ୱାଧୀନ ଦେଶ ଥିଲା, ଯାହା ପରେ ମୌର୍ଯ୍ୟ ଶାସନ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗକୁ ଶାସନ କରୁଥିଲେ ମହାମେଘବାହନ ଐର ଖାରବେଳ। ସେ ସେହି ସମୟରେ ଶକ୍ତିଶାଳୀ ରାଜା ଥିଲେ, ଯାହାଙ୍କ ବିଷୟରେ ହାତୀଗୁମ୍ଫା ଅଭିଲେଖରୁ ସବୁ କିଛି ଜଣାପଡ଼େ। ଖାରବେଳ ରାଜାଙ୍କ ରାଜଧାନୀ ଥିଲା କଳିଙ୍ଗ ନଗର। ଉତ୍କଳ, ଯାହାର ଅର୍ଥ ଉତ୍କୃଷ୍ଟ କଳାର ଦେଶ। ଏହାର ଐତିହାସିକ ଓ ଭୌଗୋଳିକ ସୀମାରେଖା ବିଷୟରେ ପୁରାଣରେ ମଧ୍ୟ ଅନେକ କିଛି ଲେଖା ଅଛି। କାଳିଦାସ ତାଙ୍କ ରଘୁବଂଶମରେ ଲେଖିଛନ୍ତି ଯେ ଉତ୍କଳ ତାଙ୍କ କଳିଙ୍ଗ ଦେଶର ପଡ଼ୋଶୀ ଦେଶ ଥିଲା। ଏହାର ପ୍ରାଚୀନ ଅଭିଲେଖରୁ ପ୍ରମାଣ ସୋମଦତ୍ତଙ୍କ ମିଦିନାପୁର କପର ପ୍ଲେଟରୁ ଜଣାଯାଏ। ଏହା ବାଦ୍ ଗଙ୍ଗ ରାଜବଂଶର କପର ପ୍ଲେଟରେ ବି ଏହାର ଉଲ୍ଲେଖ ଜାଣିପାରିବେ, ଯାହାର ପ୍ରାଚୀନ ରାଜଧାନୀ ବିରଜା ଥିଲା, ଯାହାକି ଏବେ ଯାଜପୁରରେ ଅବସ୍ଥିତ। ଦଶମ ଶତାବ୍ଦୀରେ କୋଶଳରେ ରାଜାମାନେ ଉତ୍କଳକୁ ଶାସନ କରୁଥିଲେ, ଯାହାକି ବର୍ତ୍ତମାନର ଉତ୍ତର ପୂର୍ବ ଓଡ଼ିଶା ଅଟେ। କଙ୍ଗୋଦ ମଧ୍ୟ ପ୍ରାଚୀନ ଓଡ଼ିଶାର ଐତିହାସିକ ଓ ଭୌଗୋଳିକ ଅଞ୍ଚଳ ଥିଲା। କଙ୍ଗୋଦ ଶବ୍ଦ ତାମିଲ ଶବ୍ଦ କୋଙ୍ଗୋରୁ ଆସିଛି, ଯାହାର ନାମ ଥିଲା ଲ୍ୟାଣ୍ଡ ଅଫ୍ ହନି, ମାନେ ମହୁର ଭୂମି, ଯାହାକି ବର୍ତ୍ତମାନ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ନେଇ ଗଠିତ ଥିଲା। ଏହି କଙ୍ଗୋଦ ମଣ୍ଡଳକୁ 638 ସିଇରେ ଚୀନ ପରିବ୍ରାଜକ ହୁଏନସାଂ ପରିଭ୍ରମଣ କରିବାକୁ ଆସିଥିଲେ, ଯାହାର ରାଜଧାନୀ ବିଜୟ କଙ୍ଗୋଦ ଭାସକ ଥିଲା। କୋଶଳ, ଯାହାର ବର୍ଣ୍ଣନା ଅଥର୍ବ ବେଦରେ ମଧ୍ୟ କରାଯାଇଛି। ରାମାୟଣରେ କୁହାଯାଇଛି ଯେ କୋଶଳକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା, ଉଭୟ ଲବ ଓ କୁଶଙ୍କ ମଧ୍ୟରେ। ଉତ୍ତର କୋଶଳରେ ଲବ ଶାସନ କଲେ ଓ ଦକ୍ଷିଣ କୋଶଳରେ କୁଶ ଶାସନ କଲେ। ଆଉ ଏହି ଦକ୍ଷିଣ କୋଶଳ ପ୍ରାଚୀନ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ, ଯାହାର ସୀମା ଛତିଶଗଡ଼ ଓ ବର୍ତ୍ତମାନର ପଶ୍ଚିମ ଓଡ଼ିଶା ଯାଏଁ ଥିଲା। ସମୁଦ୍ରଗୁପ୍ତ ଏହି ଅଞ୍ଚଳକୁ ଜୟ କରିଥିଲେ, ଯାହାର ପ୍ରମାଣ ଆହ୍ଲାବାଦ ପିଲର ଇନସ୍କ୍ରିପସନରୁ ଜଣାପଡ଼େ। 639 ସିଇରେ ଚୀନ ପରିବ୍ରାଜକ ହୁଏନସାଂ ଏଠାକୁ ବୁଲିବାକୁ ଆସିଥିଲେ। ଅଷ୍ଟମ ଓ ନବମ ଶତାବ୍ଦୀରେ କୋଶଳରେ ସୋମବଂଶୀ ରାଜା ଶାସନ କଲେ, ଯାହାର ରାଜଧାନୀ ପ୍ରଥମେ ଶ୍ରୀପୁର ଥିଲା। ଏହାପରେ ସୋମବଂଶୀ ରାଜା ଦ୍ୱିତୀୟ ଯଯାତି କେଶରୀ ଉଭୟ କୋଶଳ ଓ ଉତ୍କଳକୁ ଏକତ୍ର କଲେ। ଏଠାରେ ସେ ଦୁଇଟି ରାଜଧାନୀ ରଖିଲେ, କୋଶଳରେ ସୁବର୍ଣ୍ଣପୁର ଓ ଉତ୍କଳରେ ଯଯାତି ନଗରୀ। ଶେଷରେ ସୋମବଂଶୀ ପରେ ଚୌହାନ ରାଜବଂଶ ଏଠାରେ ଶାସନ କଲେ। ସେମାନେ ଶକ୍ତିଶାଳୀ ରାଜବଂଶ ଥିଲେ। ତ ଏହା ଥିଲା ଓଡ଼ିଶାର ପ୍ରାଚୀନ ନାମ ଓ ଭୌଗୋଳିକ ସୀମାରେଖା। ଆଶା ଅଛି ଆପଣ ଏ ଭିଡ଼ିଓରୁ କିଛି ନଲେଜ ପାଇଥିବେ। ତେଣୁ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ହଁ, ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ।